କିରେ ଗୁଲୁଆ ମୁତ ଲୁଗା ଧୋଇକି ଫେଲୁ ନା ସାଙ୍ଗରେ ଆଣିଛୁ? ନାଇଁ ଲୋ ବୋଉ, କାଳି ଜେଜି ମୁତ ଲୁଗା ଧୋଇଦେଲାନି। କାହିଁକି କିରେ? କହିଲା କ'ଣ ନା ପୋଖରୀରେ ମୁତ ଲୁଗା ଧୋଇଲେ ଜୋରିମାନା ପଡ଼ିବ। କାଇଁ ତୁ କୋଉ ପୋଖରୀକି ଯାଇଥିଲୁ କି? ବିଶ୍ୱାଳ ଘର ଆମ୍ବ ତୋଟାରେ ଯୋଉ ପୋଖରୀ ଅଛି ସେଇଠିକି ଯାଇଥିଲି ବା। କାଳି ଜେଜିର ତ କିଛି କାମ ଧନ୍ଦା ନାହିଁ। ଉଦୁଉଦିଆ ଖରା ବେଳଟାରେ ଆ ବାଡ଼ି ତା ତୋଟା ଆମ୍ବ ଗୋଟାଇବାକୁ ଦୌଡୁଛି। ଆଉ ମତେ ସେଇଠି ସେ ଦେଖିଦେଲା। ଶଳା ବୁଢ଼ୀର କିଛି କାମ ଧନ୍ଦା ନାହିଁ ବୋଧେ। ଚିତା ଚୈତନ୍ୟ ହୋଇ ଚିତା କାଟିବା ପାଇଁ ଖରା ତରା କିଛି ବି ମାନୁନି ଲୋ ବୋଉ। ଆରେ ମୂର୍ଖ, ବିଶ୍ୱାଳ ଘର ପୋଖରୀରୁ ଗାଁ ଲୋକ ପାଣି ପିଉଛନ୍ତି ପରା, ତୁ ସେଠିକି କାହିଁ ଯାଇଥିଲୁ? ନିଜ ଦୋଷ ନ ଦେଖି ଅନ୍ୟ କଥା କହିବା ଭଲ ନୁହେଁ। ହ୍ୟାଲୋ ବୋଉ, ଗୋଟେ କଥା କହିବି ରଖିବୁଟି? କି କଥା କିରେ କହୁନୁ? ଏଇ ଥରକ ମୋ ମୁତ ଲୁଗା ଘରେ ଧୋଇଦେଲ। କେତେ ଥର ତୁ ଥରକ ଥରକ କହିଲୁଣି, ଧୋଉନୁ। କୂଅରୁ ପାଣି କାଢ଼ିକି ନିଜେ ଧୋଇବୁ ଯଦି ଧୁଅ, ମୋର କ'ଣ ଅଛି? ମୁଁ କ'ଣ ମନା କରୁଛି କି? ନାଇଁ ଲୋ ବୋପା, କୂଅରୁ କିଏ ପାଣି କାଢ଼ିବ? ଯାଉଛି ନଈରେ ଧୋଇକି ଆସିବି। ଆରେ କ'ଣ ଭାବୁଛୁ? ନାଇଁ ଲୋ ବୋଉ, ମୁଁ କୂଅରୁ ପାଣି କାଢ଼ି ପାରିବିନି। ତୁ ସିନା ମୋ ପାଇଁ ଦିଟା ପାଣି କାଢ଼ିଦେଲେ ହବ, ତୁ ତ ସେ କଥା କରିବୁନୁ। ଯାଉଛି ଯେତେ ଦୂର ହେଲେ ମଧ୍ୟ ନଈରେ ଧୋଇକି ଆସିବି। ଭାବୁଥିଲି ଲକ୍ଷ୍ମୀ ନାନୀ ମୋ ପରିସ୍ଥିତି ବିଷୟରେ କହିବି। ଦୟା ପରବଶ ହୋଇ ଲକ୍ଷ୍ମୀ ନାନୀ ଯଦି ଚାହିଁବ ତେଣ୍ଟେଇ ଘର ତେନ୍ତୁଳି ସାଙ୍ଗରେ ମୋ ବାହାଘରଟା ଫିଟ୍ କରିଦେବ। ହେଲେ ମୋ ଦୁର୍ଭାଗ୍ୟ, ଲକ୍ଷ୍ମୀ ନାନୀ ତ ନିଜ ପୁଅର ଦୁଃଖ ବୁଝୁନି, ଆଉ ମୋ ଦୁଃଖ କ'ଣ ସିଏ ବୁଝିବ? ମତେ ଏଇଠିକି କାହିଁ ଡାକିଲ? ମନ କଥା ଯଦି ତମେ ବୁଝିବନି ତେବେ କାହାକୁ କହିବି କହିଲ? ଆରେ କଥା କ'ଣ ଖୋଲିକି କହୁନ? ମୁଁ ତୁମକୁ ଭଲ ପାଏ ଧନ। ଧନ ଫନ ଶବ୍ଦ ମତେ ଭଲ ଲାଗେନି ଝୋଟ। ତାପରେ ଲଭ୍ କଥା କହୁଛ ଯେ, ମୁଁ ତୁମକୁ ଲଭ୍ କରିପାରେ, ହେଲେ ବାହା ହୋଇପାରିବିନି। କାହିଁକି? ଆରେ କାଳି ନାନୀ ପୁଅ କଙ୍ଗାରୁ ଏମିତି କେତେ କାଳ ମୋ ପଛରେ ପଡ଼ିଥିଲା, ହେଲେ ତାର ଯୋଉ ରୂପ ଭେକ ନା, ସେଥିପାଇଁ ମୁଁ ତା ପ୍ରସ୍ତାବକୁ ନାକଚ କଲି। ତେନ୍ତୁଳି, ତମର କି ସୁନ୍ଦର କଣ୍ଠ। ହେ ଯା, ଇଆଡୁ ସିଆଡୁ କହି ମତେ ଫସେଇବାକୁ ଚେଷ୍ଟା କରନି। ହେଲେ ମୋ ଭଳି ରୂପବାନ ପୁରୁଷ କ'ଣ ତମେ ପାଇବ? ଆରେ ନାଇଁ ନାଇଁ, ସେ କଥା ନାଇଁ। ମୋ ବାପା ପରେ ମୋ ପାଇଁ ଇଞ୍ଜିନିୟର ଡାକ୍ତର ପ୍ରସ୍ତାବ ଖୋଜୁଛନ୍ତି। ତମେ ତ ବେକାର ନା, ତମକୁ ଝିଅ ଦେବାକୁ ମୋ ବାପା ଜମା ରାଜି ହେବେନି। କି କଣ୍ଠ ସ୍ୱର, କଥାରେ କି ଷ୍ଟାଇଲ ତମର। ଯାଉନ। ଛାଡ଼, ଆମେ ଫାର୍ମର। ଇଞ୍ଜିନିୟର ଆଉ ଡାକ୍ତର ସମସ୍ତଙ୍କ ପଛରେ ଲାଗିଛି। ଆମେ କୋଉ ଗୁଣରେ କମ୍ କି? ପାର୍ଟି ଆମ ପଛରେ ବି ଲାଗିଛି ମ। ଆମେ ହଳ ଲଙ୍ଗଳରେ ଚାଷ କରୁ, ଆଉ ଇଞ୍ଜିନ ପାଖରେ କାନ ରଖି ରଖି ସିଏ ଇଞ୍ଜିନିୟର। ଥାଉ ଥାଉ, ତମେ ଆଉ ବେଶୀ କହନି। ମୁଁ ଏବେ ଆସୁଛି। ମୋ ବାପା ଖୋଜି ଖୋଜି ଯଦି ଏଠିକି ଆସି ତମକୁ ଦେଖିଦେବେ ନା, ତମର ତ ଯାହା କରିବେ କରିବେ, ମୋର ବାର ବଜେଇ ଦେବେ। ଆରେ ନାଇଁ ମୋ ଡାର୍ଲିଂ, ଏତେ ଶୀଘ୍ର ଚାଲିଯାଅ ନା। ମୋ ହୃଦୟ ଛିନ୍ନ କରି ଚାଲିଯାଅ ନା ଡାର୍ଲିଂ। ଆରେ ତମେ ଦୁଇ ଜଣ କିଏ ଏଠି ଗପୁଛ? ଆରେ ଝୋଟ ଦାଦା ତ, ଏ ଝିଅ କିଏ? ହେ, ତୁ ଲୁଗା ଧୋଉନୁ, ତତେ ଏତେ କଥାରେ ମୁଣ୍ଡ ପୁରାଇବା ପାଇଁ କିଏ କହୁଛି? ଏ ଝିଅ କିଏ ତମେ, ଟିକେ ମୁହଁ ବୁଲେଇଲ। ଆରେ ଗୁଲୁଆ, ତୋ ମୁତ ଲୁଗା ଗଣ୍ଠିଳି ଭାସିଗଲା ରେ। ହେ ଭଗବାନ, ମୁଁ ଏବେ କ'ଣ କରିବି? କିରେ ଗୁଲୁଆ, ତୁ ଏଠି କାହିଁକି ବସି କାନ୍ଦୁଛୁ କିରେ? ତମ ମା ତ ମତେ ବିଶ୍ୱାଳ ଘର ପୋଖରୀରେ ମୁତ ଲୁଗା ଧୁଆଇ ଦେଲାନି। ଘରକୁ ଗଲି ଯେ ବୋଉ ମଧ୍ୟ କୋପରେଟ କଲାନି। ଏଠିକି ଆସିଥିଲି ଯେ ମୁତ ଲୁଗା ଧୋଇବି କ'ଣ, ପୁରା ଗଣ୍ଠିଲଟା ଯାକ ଲୁଗା ପାଣିରେ ଭାସିଗଲା। ତୋର କ'ଣ ଧ୍ୟାନ ଅନ୍ୟ କୋଉଠି ଥିଲେ କିରେ? ହଁ ବା, ତମ ବଡ଼ ବାପା ପୁଅ ଝୋଟ ଦାଦା କୋଉ ଗୋଟେ ଝିଅକୁ ସାଙ୍ଗରେ ନେଇ ଏଠିକି ଆସିଥିଲେ, ଆଉ ତାକୁ ଆଇ ଲଭ୍ ୟୁ କହୁଥିଲେ। ହଁ କିରେ ଗୁଲୁଆ, ଝୋଟ ସାଙ୍ଗରେ ସେ ଝିଅ କିଏ ଥିଲା କିରେ? ତାକୁ ଦେଖିପାରିଲିନି ଦାଦା, ସିଏ ମୋ ଆଡ଼େ ପଛ କରି ଠିଆ ହୋଇଥିଲା। ଆରେ ହେ, ତଥାପି ପଛପଟୁ ତା ଚେହେରା କେମିତି ଥିଲା କିରେ? ମନେ ପଡୁନି ଦାଦା। ଆରେ ମନେ ପକା, ମନେ ପକା। ଦାଦା, ସେ ଝିଅ ଦୁଇଟା ବେଣୀ ଆଗକୁ ପକାଇଥିଲା, ଆଉ ହଳଦିଆ ରଙ୍ଗର ସାର୍ଟକୁ ସାହି ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲା। ସିଏ କିଏ ମୁଁ ଜାଣିଗଲି ରେ ଗୁଲୁଆ। ସିଏ କିଏ କି ଦାଦା? ଆରେ ହେ, ସିଏ ପରା ମୋ ପୁରୁଣା ପ୍ରେମ ତେଣ୍ଟେଇ ଘର ତେନ୍ତୁଳି। ସତେ ନା କ'ଣ?
ହଁ ରେ ଗୁଲୁଆ, ସିଏ ତେନ୍ତୁଳି ଆଉ ସେ ନାଳୁଆ ଝୋଟ ଆଜିକାଲି ତା ପଛରେ ପଡ଼ିଯାଇଛି। ତେନ୍ତୁଳିକି ଦେଖିଲେ ତା ପାଟିରୁ ଖାଲି ନାଳ ବାହାରୁଛି ରେ। ଦାଦା, ତାର ନାଳ ବାହାରୁ କି ଯାହା ବାହାରୁଛି ବାହାରୁ, ତମେ ତ ବାହା ହୋଇସାରିଛ, ଘରେ ଖୁଡ଼ି ଅଛନ୍ତି, ତମେ ସେ ଖଟା ତେନ୍ତୁଳି ପଛରେ କାହିଁକି ପଡ଼ିଛ କି? ଛାଡ଼ ସେ କଥାରେ ଗୁଲୁଆ, ମନେ ପଡ଼ିଲେ ହୃଦୟ ଫାଟି ଯାଉଛି। ସେମିତି ହୁଅନି ଦାଦା, ତାକୁ ଭୁଲି ଯାଅ। ତାପରେ ଏବେ ତ ତମ ବଡ଼ ବାପା ପୁଅ ତାକୁ ଭଲ ପାଉଛି ନା, ତମେ ସିଆଡ଼େ ଆଉ କାହିଁ ଲୋଭ ରଖୁଛ? ଆରେ ହେ, ସେ ଶ୍ୱଶୁର ପୁଅ ଝୋଟ ମୋର କାହିଁ ବଡ଼ ବାପା ପୁଅ ଭାଇ ହବ ରେ? ତତେ ଏ କଥା କିଏ କହିଲା? ନାଇଁ ନାଇଁ, ମୋତେ କେହି କହିନାହାନ୍ତି। ତମ ପାଟି ଭଳିଆ ତା ପାଟିଟା ଟିକେ ଶୁଣାଯାଉଛି ତ, ମୁଁ ଭାବିଲି ସେ ତମ ବଡ଼ ବାପା ପୁଅ ଭାଇ ହେଇଥିବ ବୋଲି। ଆରେ ହେ, ତାକୁ କ'ଣ ଭୁଲି ହବ? ତାକୁ ଭୁଲି ହବନି ରେ ପୁଅ। ସମୟ ସବୁ ଭୁଲେଇ ଦବ ଦାଦା, ଆଉ ବ୍ୟସ୍ତ ହୁଅନି। ହଉ ଛାଡ଼େ ସେ କଥା, ତୁ ଏକୁଟିଆ ଏଇଠି କାହିଁ ବସିଛୁ ରେ? ନାଇଁ ଦାଦା, ଲୁଗା ଭସେଇକି ଘରକୁ ଗଲେ ବୋଉ ଆଉ ମୋତେ ଘରେ ରଖିବନି। ହେ ଆ, ମୁଁ ତୋ ସାଙ୍ଗରେ ତମ ଘରକୁ ଯିବି, ଲକ୍ଷ୍ମୀ ନାନୀକି ବୁଝେଇଦେବି। ହଉ ତାହେଲେ, ଆସୁଛି ଦାଦା। ଆଲୋ ମୋ ଧନ, ତୁ ନଥିଲେ ଖବର କିଏ ମୋତେ ଦେଇଥାନ୍ତା? ସେ ନାଳୁଆ ଝୋଟ ଆଉ ଆମ୍ବିଳି ତେନ୍ତୁଳି ଯେଉଁ ନାଟ ତାମସା ଚଲେଇଛନ୍ତି, ସେ ଖବର ମୋତେ କିଏ ଦେଇଥାନ୍ତା ରେ? ମୁଁ ତତେ ଆଜି ତୋ ବୋଉ କବଳରୁ ରକ୍ଷା କରିବି। ତୋ ବୋଉ ତତେ କିନ୍ ମାରିବ ଦେଖିଆ। ସତ କହୁଛଟି ଦାଦା, ତମେ ଯଦି ବୋଉକୁ ବୁଝେଇବନି ନା, ବୋଉ ମୋ ପିଠିରୁ ଚୋପା କାଢ଼ିଦବ। ଆରେ ହେ, ତୋର କ'ଣ ମୋ ଉପରେ ବିଶ୍ୱାସ ନାହିଁ? ଯିବା। ବାହାସାହା ହୋଇ ଘର ସଂସାର କଲାଣି, କଙ୍କାରୁଶାଳା ମୋ ପଛରେ ପଡ଼ିଯାଇଛି। ମୋ ତେନ୍ତୁଳି ଉପରେ ଆର ବଡ଼ ନଜର। ମୁଁ ଯାଏ ଦେଖେ ତେନ୍ତୁଳି କୁଆଡ଼େ ଗଲା। କୁଆଡ଼େ ଗଲା ଏ ପିଲାଟା? ସେତେବେଳୁ ଯାଇଛି ଯେ ଏପର୍ଯ୍ୟନ୍ତ ତାର ଦେଖା ନାହିଁ। ହ୍ୟାଲୋ ବୋଉ, ତୁ ସେତେବେଳୁ ଏଇଠି ଠିଆ ହେଇଛୁ? ହଁ, ତୁ ଆସିନଥିଲୁ ତ? କଙ୍ଗାରୁ, ତୁ କୁଆଡ଼େ ଲକ୍ଷ୍ମୀ, କିରେ? ଗୁଲୁଆ ମୁତ ଲୁଗା ସବୁ ନଈରେ ଭସେଇ ଦେଇଥିଲ। ତୁ କାଳେ ତାକୁ ବାଡ଼େଇବୁ, ସେଇଥିପାଇଁ ମୁଁ ତା ସାଙ୍ଗରେ ଆସିଛି। ଆମ ଗୁଲୁଆଟା ପିଲାଟା, ତା ଦୋଷ ଧରନା ଲୋ ନାନୀ। ଆରେ ସେ କଥା ପରା ମୁଁ ଆଗରୁ ଜାଣି। ତତେ ଏ କଥା କିଏ କହିଲା ଲୋ ନାନୀ? ଛୋଟ ଆସିଥିଲା ରେ, ହେଲେ କହିଦେଇକି ଗଲା। ହଁ କି? ମୁଁ ପହଞ୍ଚିବା ପୂର୍ବରୁ ସବୁଠି ସେ ପହଞ୍ଚି ଯାଉଛି। ଶଳାକୁ ଦେଖିବାକୁ ପଡ଼ିବ। କ'ଣ କହୁଛୁ କିରେ କଙ୍ଗାରୁ? ନାଇଁ ଲୋ ନାନୀ, ମୁଁ ଏବେ ଆସୁଛି। ଶଳା ଝୋଟ କଥା ଭାବିଲେ ମୋର ଆଧାର ପିତା ହେଇଯାଉଛି। ଲାଗି ଲାଗି ତେନ୍ତୁଳିକି ବାହା ହେଇଯିବ ନା କ'ଣ? ଆଉ ଆମେ ତ ଫେଲୁଅର ପାର୍ଟି ନା, କ'ଣ କରିବା? ମୋ ଭାଗ୍ୟରେ ତେନ୍ତୁଳି ନଥିଲା, ଜୋକକୁ ବାହା ହେଲି ଯେ ଶଳା ମାଇକିନା ସବୁବେଳେ ଗେରେ ଗେରେ ହଉଛି। ହଏ, କ'ଣ ଭାବୁଛ? ସେତେବେଳୁ ଖାଇବା ପାଇଁକି ଦେଇକି ଯାଇଥିଲି ଯେ ଏପର୍ଯ୍ୟନ୍ତ ଖାଇନ? ନାଇଁ ବା, ମନଟା ଭଲ ଲାଗୁନି। କାହିଁ, ତେନ୍ତୁଳି ସାଙ୍ଗରେ ଭେଟ ହେଇଥିଲା କି? ଯୋଉଦିନ ତା ସାଙ୍ଗରେ ତମର ଭେଟ ହଉଛି ନା, ତମ ଆଧାର ତମକୁ ଆମ୍ବିଳିଆ ହେଇଯାଉଛି। ହେ ଡାର୍ଲିଂ, ମନ କଥା କେମିତି ଜାଣିଲ ବା? ଲାଜ ଲାଗୁନି? ବାହାସାହା ହେଲା ପରେ ମଧ୍ୟ ସେ ଆମ୍ବିଳି ତେନ୍ତୁଳି ପଛରେ ପଡ଼ିଛ। ତମେ କେବେ ସୁଧୁରିବ କେଜାଣି? ମୁଁ ତାକୁ ଭୁଲି ପାରିବିନି ଜୋକ। ତାର ଯୋଉ କୋକିଳ କଣ୍ଠ ନା, ତାକୁ ଭୁଲିବା କଷ୍ଟକର। ହଉ, ତମେ ତାକୁ ମନେ ରଖିଥ। ମୁଁ ଯାଉଛି, ମୋ ବାପ ଘରକୁ ପଳେଇବି। ହେ ସରି ସରି, ଆଉ ସେମିତି ହବନି। ଏକରେ ତ ଇଂରାଜୀ କହିବା ଆସୁନି, ତାପରେ କେତେ ଥର ସରି କହିଲଣି। ତମ ଉପରେ ମୋର ଜମା ଭରସା ନାହିଁ। ପୁଅ, କୁଆଡ଼େ ଗଲୁ କି? ତମ ଗୋଡ଼ ହାତ ଧରୁଛି, ପାଟି କରନି। ଏଥରକ ମତେ କ୍ଷମା କରିଦିଅ। ମୋ ବୋଉ ଆସିଲାଣି, ଚୁପ୍ ହେଇଯା, ନହେଲେ ବୋଉ ଜାଣିଲେ ମତେ ମାରି ପକେଇବ। ମୋ ସୁନାଟା, ମୋ ଗୁଲୁଟା, ମୋ ଧନଟା। ବାରମ୍ବାର ଭୁଲ କରିବେ, କହିଲେ କହିବେ ବୋଉ ମାରିବ। ମୁଁ କହୁଛି ତମ ବୋଉକୁ ସେ କେମିତି ମାରୁଛନ୍ତି ଦେଖିବା।